କଥାରେ ଅଛି ମାଟି ଧରିଲେ ସୁନା ହୋଇଯିବ। କର୍କଟ ରାଶି ପାଇଁ ଏହି ସମୟଟି ସେହି ଆପ୍ତବାକ୍ୟକୁ ସତରେ ପରିଣତ କରିଦେଲେ ଏଥିରେ ବିସ୍ମିତ ହେବାର କିଛି ନାହିଁ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଅତିଚାରୀ ବୃହସ୍ପତି। ଏହାର ଜ୍ୟୋତିଷୀୟ ଅର୍ଥ ହେଲା ବୃହସ୍ପତି ମହାଗ୍ରହ ଯେତେବେଳେ ନିଜର ସ୍ୱାଭାବିକ ଗତିଠାରୁ ଦ୍ରୁତ ଗତିରେ ଗମନ କରିଥାନ୍ତି ସେତେବେଳେ ଏହି ଗତିକୁ ବୃହସ୍ପତିଙ୍କର ଅତିଚାରୀ ଗତି ବୋଲି କୁହାଯାଇଥାଏ। ଏହି କ୍ରମରେ ବୃହସ୍ପତି ଦୀର୍ଘ 12 ବର୍ଷ ପରେ ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଜାଣିବା, ନୈସର୍ଗିକ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ନିଜର ଉଚ୍ଚ ରାଶି କର୍କଟ ରାଶିରେ ଅବସ୍ଥାନ କରିବା ସମୟରେ କର୍କଟ ରାଶି ପାଇଁ କ'ଣ ସବୁ ଫଳ ପ୍ରଦାନ କରିବାକୁ ଯାଉଛନ୍ତି। ଚଳିତ 2025 ମସିହା ଅକ୍ଟୋବର ମାସ 18 ତାରିଖ ଦିନ ବୃହସ୍ପତି ଅତିଚାରୀ ବା ଦ୍ରୁତ ଗତିରେ ମିଥୁନ ରାଶିରୁ ବାହାରି ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ ଏବଂ କର୍କଟ ରାଶିରେ ଡିସେମ୍ବର ମାସ 5 ତାରିଖ ପ୍ରାୟ 49 ଦିନ ଅବସ୍ଥାନ କଲା ପରେ ପୁନର୍ବାର ମିଥୁନ ରାଶିକୁ ପ୍ରତ୍ୟାବର୍ତ୍ତନ କରିବେ। ବୃହସ୍ପତି ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ହୋଇଥିବା ବେଳେ ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଜ୍ଞାନ, ଆଧ୍ୟାତ୍ମ, ବିବାହ, ସନ୍ତାନ, ପ୍ରେମ, ଉଚ୍ଚଶିକ୍ଷା ଏବଂ ଧନ ଓ ସମୃଦ୍ଧିକାରକ ଗ୍ରହ ରୂପେ ଗ୍ରହଣ କରାଯାଇଥାଏ। ବୃହସ୍ପତିଙ୍କର ଏହି ରାଶି ପରିବର୍ତ୍ତନ ଦ୍ୱାଦଶ ରାଶିଚକ୍ର ସହିତ ଦେଶ ଦୁନିଆ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ଏବେ ଜାଣିବା, ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କଲେ କର୍କଟ ରାଶି ଜାତ ବ୍ୟକ୍ତି ଏହି 49 ଦିନ ମଧ୍ୟରେ କ'ଣ ସବୁ ଫଳ ପାଇବାର ସମ୍ଭାବନା ରହିଅଛି। କର୍କଟ ରାଶିରେ ବୃହସ୍ପତି ଅବସ୍ଥାନ କଲେ କର୍କଟ ରାଶି ପାଇଁ ବହୁତ ଅନୁକୂଳ ଫଳ ପ୍ରଦାନ କରିବେ। ନିଜର ଉଚ୍ଚ ରାଶି କର୍କଟ ରାଶିରେ ରହଣି ସମୟରେ ବୃହସ୍ପତି ମହା ଆନନ୍ଦରେ ରହିବା ସହିତ ନିଜର ପଞ୍ଚମ ଦୃଷ୍ଟି ବା ଅମୃତ ଦୃଷ୍ଟିରେ କର୍କଟ ରାଶିର ପଞ୍ଚମ ଭାବକୁ ଦୃଷ୍ଟି ପ୍ରଦାନ କରିବେ। ଫଳତଃ ଏହି ସମୟରେ କର୍କଟ ରାଶି ଜାତ ବ୍ୟକ୍ତି ବିଦ୍ୟା, ବୁଦ୍ଧି, ପ୍ରେମ, ସନ୍ତାନ, ବିବାହ, ସମ୍ମାନ ଓ ଆର୍ଥିକ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ପାଇପାରିବେ। ଏହା ସାଙ୍ଗକୁ ପଞ୍ଚମ ଭାବ ମଙ୍ଗଳଙ୍କ ରାଶି ବିଛା ରାଶି ହୋଇଥିବାରୁ ଜାଗାବାଡ଼ି କିଣିବା ଅଥବା ଘର ତିଆରି କରିବାର ପର୍ଯ୍ୟାପ୍ତ ସୁଯୋଗ ଆସିବ। ସାମାଜିକ ଓ କର୍ମକ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ରହିଅଛି। ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି କର୍କଟ ରାଶିର ସପ୍ତମ ଭାବ ମକର ରାଶି ଉପରେ ରହୁଥିବାରୁ ଅବିବାହିତ ରହିଥିବା ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ସମ୍ଭାବନା ତିଆରି ହୋଇଯିବ। ମିତ୍ରମାନଙ୍କ ସହିତ ସୁସମ୍ପର୍କ ରହିବ। ଦାମ୍ପତ୍ୟ ଜୀବନ ହସ ଖୁସିରେ କଟିବ। ପ୍ରେମ ବିବାହ କରିବାକୁ ଚାହୁଁଥିଲେ ନିଷ୍ପତ୍ତି ନେବା ପାଇଁ ଏହି ସମୟଟି ବେଶ୍ ଅନୁକୂଳ ସମୟ ରୂପେ ସାବ୍ୟସ୍ତ ହେବ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପୂର୍ବରୁ ଲାଗି ରହିଥିବା ମନ୍ଥରତା ଦୂର ହୋଇ ବେପାର କ୍ଷେତ୍ରରେ ଦ୍ରୁତ ପ୍ରଗତି ହାସଲ କରିବେ। କର୍କଟ ରାଶିରେ ଅବସ୍ଥାନ କରିଥିବା ବୃହସ୍ପତି ନିଜର ନବମ ଅମୃତ ଦୃଷ୍ଟିରେ ନିଜ ଘର ମୀନ ରାଶି ଉପରକୁ ଦୃଷ୍ଟି ଦେଉଥିବାରୁ ଭାଗ୍ୟୋନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ଅଦ୍ଭୁତ ଭାଗ୍ୟ ଭୋଗ କରିବେ। ଦେବଦର୍ଶନ ଓ ତୀର୍ଥାଟନ ପାଇଁ ସପରିବାର ଦୂରସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଅଛି। ଦେବତା ଓ ବ୍ରାହ୍ମଣ ପ୍ରିୟ ହେବେ। ତା ସହିତ ଆପଣ ଦାର୍ଶନିକ ମଧ୍ୟ ହୋଇପାରନ୍ତି। ଏହି ସମୟରେ କଥାରେ ଅଛି ମାଟି ଧରିଲେ ସୁନା ହୋଇଯିବ।
କର୍କଟ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଏହି ସମୟଟି ସେହି ଆପ୍ତ ବାକ୍ୟକୁ ସତ୍ୟରେ ପରିଣତ କରିଦେଲେ ଏଥିରେ ବିସ୍ମିତ ହେବାର କିଛି ନାହିଁ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।